ଜଣେ ନାବାଳକର ଜୀବନ ବଞ୍ଚାଇବା ଉଦ୍ୟମରେ ଦୀର୍ଘ 80 କିଲୋମିଟରର ଗ୍ରୀନ୍ କରିଡର ପ୍ରସ୍ତୁତ କଲା କୃଷ୍ଣପ୍ରସାଦ ପୁଲିସ। ନାବାଳକର ପେଟରେ ପଶି ଯାଇଥିଲା ସାଇକେଲ ହ୍ୟାଣ୍ଡେଲ। ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛି ପଞ୍ଚମ ଶ୍ରେଣୀର ଛାତ୍ର ପ୍ରଭୁଦତ୍ତ ଜେନା। ଦୁର୍ଘଟଣା ଏତେ ବିଭତ୍ସ ଯେ ଦେଖିବି ହେବ ନାହିଁ। ମନକୁ ବିଚଳିତ କରିଦେବ ସେ ଦୃଶ୍ୟ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଥରକଟା ଗାଁର ପଞ୍ଚମ ଶ୍ରେଣୀର ଛାତ୍ର ଅନ୍ୟ ଦିନ ଭଳି ନିଜ ସାଇକେଲ ଧରି ବାହାରି ପଡ଼ିଥିଲା ସ୍କୁଲକୁ। ଭଲରେ ଭଲରେ ସ୍କୁଲରେ ପହଞ୍ଚି ବି ଯାଇଥିଲା ସେ, କିନ୍ତୁ ଫେରିବା ବାଟରେ ଅପେକ୍ଷା କରି ରହିଥିଲା ଅଘଟଣ। ହଠାତ୍ ସାଇକେଲରୁ ଖସି ପଡ଼ିବା ପରେ ହ୍ୟାଣ୍ଡେଲଟି ନାବାଳକର ପେଟରେ ପଶି ଯାଇଥିଲା। ପେଟର ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା ହ୍ୟାଣ୍ଡେଲଟି। ଫଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲା ସେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଡାକି ମେଡିକାଲକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରିଥିଲେ ସ୍ଥାନୀୟ ଡାକ୍ତର। ପୁରୀ ଏସଡିପିଓ ମାନସ ରଞ୍ଜନ ବାରିକ ଓ କୃଷ୍ଣପ୍ରସାଦ ଥାନା ପୁଲିସଙ୍କ ଉଦ୍ୟମରେ ଏକ 80 କିଲୋମିଟର ଟ୍ରାଫିକ ମୁକ୍ତ ଗ୍ରୀନ୍ କରିଡର ତିଆରି କରୁଥିଲା ପୁଲିସ। ଛାତ୍ରଙ୍କୁ ଏମକେସିଜି ନେବାର ବ୍ୟବସ୍ଥା ଖୁବ୍ ଶୀଘ୍ର କରାଯାଇଥିଲା। ଏବେ ଏମକେସିଜିର ଛାତ୍ରଙ୍କୁ ବଞ୍ଚାଇବା ପାଇଁ ଏକ ବଡ଼ ଧରଣର ଡାକ୍ତରୀ ଟିମ୍ ଲାଗିଛନ୍ତି। ଚାଲିଛି ଭାଗ୍ୟ ସହ ଜୀବନ ମରଣର ସଂଘର୍ଷ।